ଚିନ୍ତାଧାରା କରିକି ସେମିତି ଗୋଟେ ଯାତ୍ରା ପାର୍ଟି କରିଥିଲି 48 ପଥର ପଡୁଥିଲା ଗୋଟେ ଛୋଟିଆ ପାର୍ଟି କରିଥିଲି ହଠାତ୍ ଦେଖିଲି 50-60 ଜଣକୁ ନେଇକି ଚଳେଇବା ବହୁତ କଷ୍ଟ ଆଉ ବହୁତ ଯନ୍ତ୍ରଣା ତଣ୍ଟି ପଡ଼ିଗଲାଣି ଆଜି ଭିଲିଆଣେ ପଳେଇଲାଣି କହିଲେ ଅମୁକ ହେଲେ ବହୁତ ଲୋକ ମୁଁ ହଇରାଣ କରିବାରୁ ଯାତ୍ରା ପାର୍ଟି ବନ୍ଦ କଲି ମୁଁ ଆଧ୍ୟାତ୍ମିକ ଭିତରେ ପଶିଲି। ଏଇଟା ହେଉଛି କ'ଣ କି ବର୍ତ୍ତମାନ ସେ ଗୀତା ଭାଗବତକୁ ନେଇ ସେ ଯାତ୍ରା ଷ୍ଟାଇଲରେ ଏଟା ପ୍ରୋଗ୍ରାମ ଆମେ ସର୍ବପ୍ରଥମେ ଚିନ୍ତା କଲୁ ଯାହାକି ଲୋକଙ୍କୁ ପ୍ରବଚନ କଲେ ଲୋକ ହଉନାହାନ୍ତି ପଳଉଛନ୍ତି ଯଦି ପ୍ରବଚନଟାକୁ ସେଇଟାକୁ ଆମେ ଭୟଙ୍କର ରୂପ ଦଉ ତାହେଲେ ନିଶ୍ଚିତ ଭାବରେ ଲୋକ ନିଶ୍ଚିତ ଭାବରେ ଗ୍ରହଣୀୟ କରିବ କାହିଁକିନା ଗୋଟେ ଭୂତ ବାହାରୁଛି ପ୍ରବଚନ କଲେ ପଳେଇଲେ କିନ୍ତୁ ଭୂତ ବାହାରୁଛି ଲୋକ ଅଟକୁଛନ୍ତି ସେଇ ଗୀତା ଭାଗବତର କାର୍ଯ୍ୟକ୍ରମ ତାକୁ ଗୋଟେ ନୂଆ ଅଲୌକିତ ଭାବରେ ସେମିତି ଡାଇଲଗ ମାଧ୍ୟମରେ ତାକୁ କରାହେଇଛି ସେଇ ଭଗବାନ ବର୍ତ୍ତମାନ ଏବେ ତାଙ୍କରି କଥା କହୁଛନ୍ତି କିନ୍ତୁ ମଣିଷ ଯୋଉ ଛାଡ଼ିଥିଲେ ମଣିଷ ପୁଣି ସେ ପରିସ୍ଥିତିରେ ନାହିଁ କାମନାର ଅଗ୍ନିରେ ଜଳି ପୋଡ଼ି ସୁନ୍ଦର ଜୀବନ ମହାନ ଲକ୍ଷ୍ୟକୁ ସେ ନଷ୍ଟ କରିସାରିଛି କିନ୍ତୁ ଫେର ବି ସଚେତନା ଦରକାର ଲୋକକୁ ପରିବର୍ତ୍ତନ ଦରକାର ନିଜକୁ ନିଶ୍ଚିତ ଭାବରେ ଭଲ କେମିତି ହବା ଚିନ୍ତା କର ହେଇ ସମାଜର ସଂସ୍କାର ପାଇଁ ଗୋଟେ ପ୍ରତ୍ୟେକ ମନୁଷ୍ୟକୁ ଗୋଟେ ନିଶ୍ଚିତ ଭାବରେ ସୁଚିନ୍ତା ଦେବା ପାଇଁ ଗୋଟେ ଏମିତି କରାହେଇଛି। ଭୂତଟା କ'ଣ କି ଭଗବାନ ହଉ ବା ଆମେ ହଉ ରାଗଟା ହେଉଛି ଗୋଟେ ବ୍ରହ୍ମଚଣ୍ଡାଳ ଏଗୁଣ ବର୍ତ୍ତମାନ ଭଗବାନ ରାଗି ଯାଇଛନ୍ତି ଭଗବାନ ତାଙ୍କ ନିଜ ରୂପକୁ ଯେତେବେଳେ ନରସିଂହ କ'ଣ ହେଇଥିଲା ସେ ନିଶ୍ଚିତ ଭଗବାନ ଥିଲେ କିନ୍ତୁ ତାଙ୍କ ରୂପ ବଦଳିଗଲା କୋଉଥିପାଇଁ ସେ ରାଗିଗଲେ ତା ଭକ୍ତ ଉପରେ ଯେତେବେଳେ ପାହାର ହେଉଛି ମାଡ଼ ହେଉଛି ଧର୍ମ ପଳଉଛି ସେଥିପାଇଁ ସିଏ ନିଜେ ଚିନ୍ତା କରିକି ସେ ନରସିଂହ ରୂପ ବାହାର କରିଥିଲେ ସେଇଟାକୁ ଆମେ ଗୋଟେ ଅନୁକରଣ କଲୁ ଲୋକମାନେ ଏଇ ଯୋଉ ଅସୁବିଧା କରୁଛନ୍ତି ଯାଇକି ସେ ସୁବିଧାକୁ ଗୋଟେ ଅନୁସରଣ କରିବା ପାଇଁ ଯାଇକି ଏମିତି ଗୋଟେ ଭଗବାନ ରାଗିଗଲା ପରେ ତାଙ୍କ ରୂପଟା ଏମିତି ହେଇଯାଇଛି ଯୋଉ ଯିଏ ରାଗେ ତାର ରୂପ ବ୍ରହ୍ମଚଣ୍ଡାଳ ହେଇଯାଏ ସେଇପାଇଁ ସିଏ ଗୋଟେ এইরকম রূপକୁ ଗୋଟେ ସଜା ହେଇଛି ଭୂତକୁ ବିଶ୍ୱାସ କରେ ନା ମୁଁ এইটা ଭଗବାନ କିନ୍ତୁ ସେ ରୂପ ଚେଞ୍ଜ କରି ଲୋକଙ୍କୁ କହୁଛି ଭୂତ ସହିତ ଏଥିରେ କିଛି ସମ୍ପର୍କ ନାହିଁ ସିଏ ସେ ଭଗବାନଙ୍କ କଥା କହୁଛି କିନ୍ତୁ ରୂପଟା ଖାଲି ଚେଞ୍ଜ ହେଇଯାଇଛି। ଆଚ୍ଛା ଦୁନିଆରେ ଭୂତ ଅଛି ନା ନା? ଦୁନିଆରେ ଭୂତ ନିଶ୍ଚିତ ଭାବରେ ଅଛି ଗୋଟେ ପ୍ରେତ ଆତ୍ମା ଅଛି ଯୋଉ ଅପ୍ଲୁତ ଆତ୍ମା ନିଶ୍ଚିତ ଭୂତ ବାହାରନ୍ତି ଭୂତ ଅଛି ଲୋକ ଡରିଛନ୍ତି ରାଶି ଅନୁସାରେ ଲୋକମାନଙ୍କର ଯୋଉ ଭୟଙ୍କର ସେମାନେ ସବୁ ରହନ୍ତି ସେମାନେ ହିଁ ଡରନ୍ତି ସବୁ ବି ଡରି ପାରନ୍ତି ନାହିଁ ଭୂତ ନିଶ୍ଚିତ ଅଛି। ଆପଣ ଭୂତ ଦେଖିଛନ୍ତି? ନା ଭୂତ ମୁଁ ଦେଖି ନାହିଁ ନିଶ୍ଚିତ ଭାବରେ ରାତିରେ ମୁଁ ଗୋଟେ ଅନୁକରଣ ଯାଇକି ରାତି 12ଟା 1 ଭିତରେ ଆସିଲା ପରେ ଗୋଟେ ଦୌଡ଼ିକି କ'ଣ ପଳେଇଲା ମୁଁ ଗୋଟେ ଅନୁଭବ କରିଛି କିନ୍ତୁ କୌଣସି ସ୍ୱରୂପ ନାହିଁ କିନ୍ତୁ ବାଁସ ପୁରା ଉଳି ପଇଲା ଏମିତି ଦେଖିଛି ଜାଣିଛି ସେମିତି ଅର୍ଥୁତ ଆତ୍ମା ମୋତେ ଡରାଇବା ପାଇଁ ଏମିତି କଲା ମୁଁ ନିଜେ ହରେ କୃଷ୍ଣ କହିକିନି ନିଜେ ମାନେ ସେଠି ସ୍ଥଗିତ ରହିକି ଭୟଭୀତ ନ ହେଇକି ହାଉଳି ଖାଇଲେ ବାଇଚାନ୍ସ ଅସୁବିଧା ହବ ସେମିତି ଅନୁଭବ କରିଛି କିନ୍ତୁ ଆଖିରେ ଦେଖିନି କିନ୍ତୁ ବାଁସ ଓଳି ପଡିଛି ବୋଲି ମୁଁ ଦେଖିଛି ସେଟା ଅତୃପ୍ତ ଆତ୍ମାଟା ସେମିତି କରାଯାଏ କରନ୍ତି। ଭୂତକୁ ଯୋଉମାନେ ଡରୁଛନ୍ତି ତାଙ୍କର ରାଶି ହେଉଛି ନର୍ମ ରାଶି ସେ ଗୋଟେ ହିଟ୍ ରାଶି ନୁହେଁ ସେମାନେ ଟିକେ ଦେଖିଲେ ଚମକି ପଡ଼ନ୍ତି କ'ଣ ମୁଁ ଚମକୁଛି ମୋ ଦେହ କ'ଣ ହେଇଯାଉଛି ମୋତେ ଭୟ ଲାଗୁଛି ସେଇଟା ରାଶି ଅନୁସାରେ ତାର ଗୋଟେ ସେମିତି ଗୋଟେ ଭୟ ଜାତ ହୁଏ ସବୁ ରାଶିରେ ନୁହେଁ ସିଂହ ରାଶି ସିଂହ ଯଦି ଅଲଗା ରାଶି ପତଳା ଥାନ୍ତି ସେଇମାନଙ୍କୁ ସେ ଭୟ କରନ୍ତି ସବୁ ଲୋକ ଆମର ଚେତନା ଭାବ ବୋଲି କୁହନ୍ତି ଯେତେବେଳେ ଚେତନା ପୁରୁଷ କହୁଛି କି ତା ସବୁରି ମୋର ଗୋଟିଏ କଥା ଭାଗ୍ୟ ଖାଇଛି ରେ ଏଠି ସମୟ ଧୋକା ସବୁରି ମୋର ଗୋଟିଏ କଥା ଚେତନା ପୁରୁଷ କହୁଛି ଗୀତା ସେଥିପାଇଁ ଆମେ ଚେତନା ବାବା କୁହନ୍ତି ଆମେ ବାବା ନୁହେଁ ଆମ ସଂସାରିକ ତଥାପି ସଂସ୍କାର ପାଇଁ ଆମେ ଏମିତି ଗୋଟେ ରୂପ ନେଇଛୁ ଯେତେବେଳେ ମଣିଷର ଗୋଟେ ବୈରାଗ୍ୟ ମନୋଭାବ ଆସିଯାଏ ସେ ତାର ଗୋଟେ ଚେଞ୍ଜ କରିଦିଏ ମାନେ ବେଶଟାକୁ ପ୍ୟାଣ୍ଟ ସାର୍ଟ ନ ପିନ୍ଧି ସେ ଗୋଟେ ଏଇରକମ ଗୋଟେ କରିବାକୁ ସେ ବାଧ୍ୟ ହୁଏ କାହିଁକିନା ବୈରାଗ୍ୟ ମନୋଭାବ ଆସିଗଲେ ସେ ସବୁ ଚେଞ୍ଜ ହେଇଯାଏ ତାର ପାରିବାରିକ ଭିତରେ ମୁଁ ଅଛି ତଥାପି ଗୋଟେ ସମାଜ ପାଇଁ ଗୋଟେ ଭଲ ଚିନ୍ତାଧାରା କରିକି ସେମିତି ଗୋଟେ ଯାତ୍ରା ପାର୍ଟି କରିଥିଲି 48 ପଥର ପଡୁଥିଲା ଗୋଟେ ଛୋଟିଆ ପାର୍ଟି କରିଥିଲି ସେଇଟା ହଠାତ୍ ଦେଖିଲି 50-60 ଜଣକୁ ନେଇକି ଚଳେଇବା ବହୁତ କଷ୍ଟ ଆଉ ବହୁତ ଯନ୍ତ୍ରଣା ତଣ୍ଟି ପଡ଼ିଗଲାଣି ଆଜି ଭିଲିଆଣେ ପଳେଇଲାଣି କହିଲେ ଅମୁକ ହେଲେ ବହୁତ ଲୋକ ମୁଁ ହଇରାଣ କରିବାରୁ ଯାତ୍ରା ପାର୍ଟି ବନ୍ଦ କଲି ମୁଁ ଆଧ୍ୟାତ୍ମିକ ଭିତରେ ପଶିଲି। ଯାତ୍ରା ପାର୍ଟି ଆମେ ଯେତେବେଳେ କରିଥିଲୁ 20 ବର୍ଷ ତଳେ ଏବେ ନୁହେଁ ସେତେବେଳେ ମୋର 10-20 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି ଏବେ କୋଟି କୋଟି ଟଙ୍କା ହଠାତ୍ କ'ଣ ଏମିତି ହେଇଗଲା ଯେ ଆପଣ ବର୍ତ୍ତମାନ ସେଇ ଯୋଉ ଯନ୍ତ୍ରଣା ଆସିଲା ରାତିରେ ଯନ୍ତ୍ରଣା ଆସିଲା ଦୁଃଖ ଆସିଲା पेमेंट असुविधा है किए पेमेंट भूल कले कौट गाड़ी ठीक भाव पहुँची पारनी गोटे बहुत जंत्रणा पार्टी जो मैंने कम कर प्रकृत से बहुत जंजाल आ जंत्रणा रुहति मन कथा कि बुझीपारती से मुझे चिंता कली आम 8-10 जन 15 जन लेकिन कम करवा सुपरहिट कम करवा एत लोक नहीं कम करवा दरकार नहीं जात्रा है जात्रा ये गोटे आध्यात्मिक कार्यक्रम कम लोक नहीं कम कले माइंड टाइम ठीक रही हाँ मुझे आगुरी अभिनय कर कमेडी रोल करे आज्ञा तरह से मान ना बर्तमान अलग प्रकार गति कर ओरी आइलु एमती आम करूँ ना आम जोटा करूँ लोक ग्रहणीय करेंगे
कम टाइम बरং देखु सेटा आम ग्रहणीय योग्य गोटे करूँ समाज गोटे संस्कार जनक गोटे चेतना सृष्टि करवा आ जात्रा तो गोटे सच अलग होता आम चेतना सृष्टि करवा आम स्वतंत्र लक्ष्य ना अश्लील नृत्य को निश्चित भाव में आम घृणा करूँ कहीं अश्लीलता सब अश्लील आम जिते गोटे मो झील को लेकिन बसबी मो पुओ को नहीं बसबी मो स्त्री नहीं बसबी गोटे अश्लील हो निश्चित भाव से खराब लगे किंतु सेटा हूँ सरकार पर निर्भर आम साधारण लोक आम से बंद करें से दायित्व रही अश्लीलता को बंद करवा से जी अश्लील कला निश्चित भाव सांगे सांगे से ये कैप्चर कर कहीं कराला तापर निष्पत्ति ने अश्लील कमिजी यात्रा जाऊनी से प्रोग्राम जाऊँ भजन प्रोग्राम आम आध्यात्मिक सबुरी मोर गोटे कथा चेतना पुरुष कौच कि तार प्रोग्राम यही प्रोग्राम करुच्ची यात्रा मुझे एंट्री करूनी खंडगिरी यात्रा हूँ गोटे आध्यात्मिक यात्रा जैकि एठू आमर ओडिशार साधु सन्त एवं बाहर एवं तो पुरपल्ली आसती भारत भी आसती बुझिले कि भारत आसती ओडिशा आसती सबू साधु सन्त मैंने यहाँ साधु सन्त मेला यहाँ हूँ गोटे किंवदंती जैकि खंडगिरी मेला गोटे अलौकिक मेला ये लोक मैंने आसिले बाबा मैंने झर गोटे बसी किए गोटे दुखरे पड़े से बाबा ठीक को नखु से कथा नुहे कि लोक गोटे तार गोटे मनरे गोटे अलग प्रकार चिंताधारा कर बाबू गोटे कौन पचार दिए गोटे यहाँ दुख कौटा सुख कौटा कौन सेमती गोटे अनुभूति से निए से ये गोटे आध्यात्मिक मेला माने लोकंर विश्वास प्रचुर अच्छी एटी से समस्त सहित कथबार्ता होगी निजर दुख सुख जी जो रही दुख सुख को मेंटेन कर मन खुशी जाती ना भिलियन डायलॉग तो मुझे कहबी किंतु से भगवान को ऊपर से भिलियन भली कह बुझिले कि नीति नियम अनुसार कर्तव्य कर्म करने प्रत्येक मनुष्यर श्रेष्ठ धर्म धर्म को तो छाड़देले कि ना मनीष बंची पकड़ तेणु धर्म ही जगत को धरी रखी धर्मर जी क्षय घट पृथ्वी उपर तार से कुप्रभाव बढ़ी चलो धर्म दुर्बल हेले अन्याय उन्नति बढ़ी चलो साधु सन्त मैंने प्रमाद गणवे भक्त मैंने त्राही त्राही डाक छाड़े और ठीक से भगवान आस्थान रही नपारी बाध्य नरदेह धारण करेंगे जुग जुग यही मते परमानंद ए जगते बारंबार नरदेह धारण कर भगवान साधु सन्त मान मर्यादा दे था जाना पड़ो भावी ने पड़ो भगवान गुण कीर्तन करवा ईश्वर सेवा पूजा करवा जगन्नाथ सत्यवाक को अन्य पाखर नहीं पहुँचवा से आम प्रधान कर्तव्य परजन्म को सरग सुंदर सुगम करने को हेले ये जन्म आमको सतर्क अवलंबन कर आम मुक्तिर पथ को परिष्कार करवा ठीक से आलोकता चला पथरे प्रदीप देखई से नहीं जाव जगन्नाथ पाखक जय जगन्नाथ तंटी तो पड़ी जाइए तथा मुझे अल्प टिके कहूँ कि बापा तोर घटना कौन कि कि चुली बुलिया कथा कौन कहूँ सेठी गोटे कथा ये गोटे कथा मो कौन भाविचु कर तू कि यही चकी एमती कर तू हिरो चकीटा उल्टे देला पर तू जीरो हो तू मत चिन्ह नौ दरकार पड़े मु घाटी देमी।